ତୃତୀୟ ଦୃଶ୍ୟ। ଅଲେଖ ଗୁମାସ୍ତାଙ୍କର ବାରିଆଡ଼। କଞ୍ଚା ଖାଇ ମୂଲିଆ ଖାଇ ବୁଝୁଛି। ଅଲେଖ ତା ପଛପଟେ ଦୂରରେ ଠିଆ ହୋଇ କାମ ବରାଦ କରୁଛନ୍ତି। ଅଲେଖ, ଦେଖ ସେ ବାଡ଼ଟା ଯାହା ଯେମିତି ଅଛି ଠିକ୍ ସେମିତି ଥିବ। ଟିକିଏ ଗହରିଆ କରି ଖାଇପୋତି ଟାଣ କରି କାମଟା ଭିଡ଼ି ଦେଇଥିବୁ। ସାନଟ ବିଟୋଳ ମଞ୍ଜିଟି। ମୂଲିଆ, ଚିରଗୁଡ଼ି ନଈ ଆଜ୍ଞା। ଭିଡ଼ା ଭିଡ଼ିରେ ଛିଣ୍ଡିବା କଥା ନୁହେଁ। କେଜାଣି ହାଣିଲେ କାଟିଲେ ଅବା। ଏତିକିବେଳେ ଅଲେଖଙ୍କ ପଛରୁ ଅଲେଖଙ୍କ ଅଜ୍ଞାତରେ ଆସି ଠିଆ ହେଲେ ଚୌଧୁରୀଏ, ସ୍ଥାନୀୟ ମହାଜନ। ଅଲେଖ, ହାଣିଲେ କାଟିଲେ କ'ଣ ଅରାଜୁତି ହେଲା କି? ଖାଇରେ ଚୋଟ ବାଜିଲା ଆଗରୁ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ନଥିବ। ଖାଇରେ ଚୋଟ ବାଜିଲା ଆଗରୁ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ନଥିବ। ଚୌଧୁରୀ ଡିହରେ ସେଇଦିନ ଶାଗୁଣା ଉଡ଼ି ନଥିବ। ମୂଲିଆ, ସେଠ ଘର ପକ୍କା ତିଆରି ହେଉଛି। ଶଗଡ଼ିଆଙ୍କୁ କହିଦେଲେ ତ ରୋଜ ଶଗଡ଼େ ଇଟା ଏଇ ବାରେ ପକେଇ ଦେଇ ଯାଆନ୍ତେ। ଏକାଥରକେ ପକ୍କା ପାଚେରୀ ଠିଆ ହୋଇ ଯାଆନ୍ତା। ଆଉ କଣ୍ଟା ଆଣ, ବୁଜ, ଏତେ ଛଇ କାହିଁକି ନାଗିଛି ଯେ? ଅଲେଖ, ଆରେ ମୋର ତ ନହସ ନଥିଲା। ଦେଖିବା କାଲିଠୁଁ। ତୁ ଢିଲା କରନା, ଚୌରସ ଗଣ୍ଠି ଦେଇଥା। ଆରେ କାନ୍ଥି ହେଲେ କ'ଣ ଦିନକରେ ହଉଛି? ସେ ଛତରା ଟୋକାକୁ ଆଗେ ବାଟ ନିବୁଜ କରିଦିଏଁ। ଏଇ ବାଟଟା ଥିଲାକୁ ସିନା। ଚୌଧୁରୀ ପଛରୁ କହିଲେ, ମୁଁ ଆସିଥିଲି ଅଲେଖ। ଅଲେଖ ଫେରି ଚାହିଁ ଚମକିଲା ପରି ହେଲେ। ଆପଣ? ଦଣ୍ଡବତ କଲେ। ଚୌଧୁରୀ, ହଁ, ଦାଣ୍ଡ କବାଟଟା ଫିଟା ଥିଲା ଯେ। ଅଲେଖ, ଘୋଡ଼ାଘାଡ଼ି ହୋଇଛନ୍ତି। କ'ଣ ଦିହ ସୁଖ ନାହିଁ? ଚୌଧୁରୀ ଅଲେଖର ହାତ ନେଇ ନିଜ ଦେହରେ ଲଗାଇଲେ। ଏଇ ତାତି 3 ଦିନ ହେଲା ଦିହରେ ରହିଛି। ଅଲେଖ, ଓଃ, ମୁଁ ଜାଣି ନାହିଁ। ଖବର ଦେଇଥିଲ ତ? ଚୌଧୁରୀ, ଆଉ ସମସ୍ତେ ଜାଣନ୍ତି। ପଡ଼ିଶା ଘର, ବାଡ଼ିକି ବାଡ଼ି ଲାଗିଛି। ଖବର ଆଉ ତୁମକୁ କ'ଣ? ଅଲେଖ, ଘରକୁ ଚାଲନ୍ତୁ, ବସନ୍ତୁ, ଠିଆଟା ହେଲେ। ଚୌଧୁରୀ, ହଁ, ଚାଲିଯିବି ତ, ପଦେ କଥା। ମୂଲିଆକୁ ଚାହିଁଲେ। ଅଲେଖ, କ'ଣ କହନ୍ତୁ? ମୂଲିଆକୁ, ଆରେ ବୁଝାଥାଉ। ଗୁହାଳ ଚାଳିଆଟା ଆଗ ସଜାଡ଼ି ଦେ, ଯା। ମୂଲିଆ ଚାଲିଗଲା। ଚୌଧୁରୀ, ମନ ନ ମାନିଲା କି ଅସହ୍ୟ ହେଲା ତୁମେ ମୋ ଶିରସ୍ତା ଛାଡ଼ିଲ। ପିଲାଙ୍କ ଦିହକକୁ ଗୋଟାଏ ସଂକ୍ରାମକ ରୋଗ ରଖୁଛ କାହିଁକି? ଅଲେଖ, ବୁଝିଲେ ନାହିଁ କି ଆଜ୍ଞା, ଟଙ୍କାଟା ସମସ୍ତଙ୍କର ଆଖି। ଆପଣ ଦିହକଯାକ ବଡ଼ ଚାକିରି କରି ଯାହା ସଞ୍ଚିଥିଲେ ତାକୁ ଆଜି ସୁଧକୁ ଖଟାଇ ବଢ଼ାଇବାରେ ଲାଗିଛନ୍ତି ତ? ପୁଣି ମୁଁ ଯେଉଁଠି ଉପାୟ କରି 4 ପଇସା ଅଧିକ ପାଇଲି। ଚୌଧୁରୀ, ଏ କଥା ଠିକ୍ କହିଲ। ଆଉ ମୋର ସୁଧ ଆଦାୟଟା ଯେ କାହିଁକି ସେଇଟା ତ ତୁମକୁ ଅଜଣା ନାହିଁ। ସୁଧରେ ଚଳେ ବିଦ୍ୟାଳୟ, ଔଷଧାଳୟ, 2ଟି ଅନୁଷ୍ଠାନ। ତୁମେ ଉପାୟ କରି ଟଙ୍କା ଅର୍ଜନ କଲ, ଭଲ କଥା। ତା ସଙ୍ଗେ ସଙ୍ଗେ ଦେଶର କ'ଣ କରୁଛ ସେ କଥା ଟିକିଏ ଭାବ। ଅଲେଖ, ଦେଶ? ମୁଁ ଉପାସ ରହିଲେ ଦେଶ ଲୋକ ମୋତେ କ'ଣ ପୋଷି ପକାଇବେ? ଆଉ ତା ଛଡ଼ା ମୁଁ ତାଙ୍କର ଇମିତି କି କ୍ଷତି କରୁଛି ଯେ? ବରଂ। ଚୌଧୁରୀ, ଗଙ୍ଗାଦାସ ସେଠ ଆମର ଏଠି ଯେତେ ଗରିବଙ୍କ ଘରବାଡ଼ି ନେଲାଣି ସେ ସବୁ ତମରି ଯୋଗାଡ଼ ତ? ଅଲେଖ,
ମୁଁ ତାର ଦାନା ଖାଉଛି, ମୁଁ ତାର ଦାନା ଖାଉଛି ଯେତେବେଳେ। ଚୌଧୁରୀ ତା ବୋଲି ଦେଶବାସୀଙ୍କ ମୁହଁରେ ଧୂଳି ଦେଇ ତୁମେ ଗଙ୍ଗାଦାସକୁ ବଡ଼ କରିବ? ଅଲେଖ ଏ କଥାଟା ମୋତେ କହିପାରିଲେ ଆଉ ଲୋକଙ୍କୁ, ଯେଉଁମାନେ ବଡ଼ ବୋଲାଉଛନ୍ତି ତାଙ୍କୁ କହିବାକୁ ତୁଣ୍ଡ ଫିଟିବ ନାହିଁ। ଚୌଧୁରୀ ଫିଟିବା ବେଳେ ଜଣଙ୍କର ନୁହେଁ, ହଜାର ହଜାର ତୁଣ୍ଡ ଦାବି ବାଢ଼ି ବସିବ। ଅଲେଖ ବାଜେ କଥା। ଗଙ୍ଗାଦାସ ଆସିଥିଲା କତରା ଖଣ୍ଡେ ନେଇ, ଚାକି ଏଇନେ। ସେ ନିଜ ଗୁଣରେ ସବୁ ମହଲରେ ଖାତିର ପାଏ। ଚୌଧୁରୀ ଚାନ୍ଦା, ଭେଦା, ଟି ପାର୍ଟି, ଗାର୍ଡନ ପାର୍ଟି, ଡାଲା, ଭେଟି, ଯାନବାହନର ବ୍ୟବସ୍ଥା, ଏଇ ତ ସବୁ ଗୁଣର ବିଶେଷତ୍ୱ। ଅଲେଖ ହେଇପାରେ ନ ହେଇପାରେ। ଜ୍ୱରରେ ଆପଣଙ୍କର ମୁଣ୍ଡ ଭଲ ନାହିଁ, ଘରକୁ ଯାଆନ୍ତୁ। ଚୌଧୁରୀ ଟିକିଏ ଜ୍ୱରରେ ଖରାପ ହେବା ଭଳି ମୁଣ୍ଡ ମୋର ନୁହେଁ। ବିନା ଜ୍ୱରରେ ତୁମ ମୁଣ୍ଡ ବିଗିଡ଼ି ଯାଇଛି। ବିନା ଜ୍ୱରରେ ତୁମ ମୁଣ୍ଡ ବିଗାଡ଼ି ଦେଇଛି ଲୋଭ। ଚୌଧୁରୀ କହିଲେ, ଟିକିଏ ଜ୍ୱରରେ ଖରାପ ହେବା ଭଳି ମୁଣ୍ଡ ମୋର ନୁହେଁ। ବିନା ଜ୍ୱରରେ ତୁମ ମୁଣ୍ଡ ବିଗାଡ଼ି ଦେଇଛି ଲୋଭ। ଅଲେଖ ଏକା ମୋତେ ନୁହେଁ, ଦେଶ ଆଗରେ ଦିନେ ଏ କୈଫିୟତ ଦେବାକୁ ହେବ ତୁମକୁ। ସାବଧାନ, କଞ୍ଚା ଖାଇ ବୁଝିଲେ ବାଟ ବନ୍ଦ ହୋଇଯିବ ନାହିଁ। ଅଲେଖ ହଉ, ମୁଁ ଡାକ୍ତର ଡାକି ଦେଉଛି। ତାତିଟା ଛାଡ଼ି ନାହିଁ, ଆପଣ ଘରକୁ ଯାଆନ୍ତୁ। ଚୌଧୁରୀ ଆଗମୁହାଁ ହୋଇ ଯାଉ ଓଃ, ଏ ବାଟଟା ପଡ଼ିଗଲାଣି ପରା। ହଉ, ଦାଣ୍ଡ ପାଖ ଫିଟା ଅଛି ତ। ଫେରି ଆଗରେ ଚାଲିଲେ। ଅଲେଖ ଏଠି ଖଣ୍ଡେ କୋଶଳା ବୁଣିବି ଯେ। ଚୌଧୁରୀ ଯାଉ ହଁ, ଭଲ କଲ। ଥରେ ଉପୁଡ଼େଇ ଖାଇଲେ ତ ଗଲା। ଦୁହେଁ ଚାଲିଗଲେ। ମୂଲିଆ ଆସି ପୁଣି କାମରେ ଲାଗିଲା ଓ ବାଡ଼ ଦମ୍ଭ ଥିବାର ଅନୁଭବ କରି ଫେରି ଚାଲିଗଲା। ଅଳ୍ପ ସମୟ ପରେ ଗୁମାସ୍ତାଙ୍କ ଝିଅ ଆଶା ଆସିଛି। କଞ୍ଚା ଖାଇକି ଚାହିଁ ଦୀର୍ଘ ନିଶ୍ୱାସଟାଏ ମାରି ଠିଆ ହୋଇ ରହିଲା। କଞ୍ଚା ଖାଇ ଆରପାରିରେ ଛିଡ଼ା ହୋଇ ବିଜୟ ଏ ସବୁ ଦେଖୁଥାନ୍ତି। ପରେ ଆସିଛି ଲତା, ହାତରେ ତାର ଗୋଟିଏ ଗିନା। ଲତା ଆଶା ଅପା କୁଆଡ଼େ ଅଛ କି? ଆଶା ଡାକ ଶୁଣି କିଏ ଆସିଛି ଦେଖିବାକୁ ଗଲା। କିଏ ଲୋ ଲତା, ଆସୁନୁ ଆ। ଲତା ପୁର ଭିତରଟା। ଆଶା ହଁ, ତୁ ଆ। ଲତା ଆଲୋ, କ'ଣ କହୁଥିଲୁ? ପୁର ଭିତରକୁ ମଣିଷ ଆସିଲେ କ'ଣ ମାରା ହୋଇଯାଏ? ଲତା ଯେତେ ହେଲେ ତୁମେ ଭଲ ଲୋକ ଘର। ଆଶା ଆଉ ତୁ କ'ଣ ଖଣ୍ଡିଆ ଖାଉଡ଼ା ହେଇଛୁ? ଲତା ସେ କଥା ନୁହେଁ ଯେ, ଆମେ ପରା ଅଛବ ଜାତି। ଆଶା ଓହୋ, ଅଛବ ଜାତି? ହଁ ସତେ ତ, ମୋର ହେତୁ ନଥିଲା। ହିନ୍ଦୁ ବୋଲି ସିନା ଏତେ ଅଛବ ଜାତି ବାଛ ବିଚାର। ତୁ ଯେବେ ଆଜି ଆଉ ଧର୍ମରେ ପଶିଯାଆନ୍ତୁ। ଲତା ହଁ, ସେ ତ ଅଲଗା କଥା। ଆଶା ଟାଣି ଆଣି ହଉ, ତୋର ସେ ଅଲଗା ଅଲଗି କଥା ଯେଉଁଠି ପାର ସେଇଠି ହଉ। ଆମର ଲଗାଲଗି। ରହ, ମୁଁ ସପ ଖଣ୍ଡେ ଆଣେ। ଚାଲିଗଲା। ମଝିରେ ଏସବୁ ଉଣ୍ଡି ଦେଖୁଥାନ୍ତି ବିଜୟ ଖାଇ ଆରପଟୁ। ଆଶା ସପ ଆଣି ପାରିଦେଲା। ଆଶା ଲତାକୁ ଟାଣି ଆଣି ବସ୍। ଲତା ଦୂରେଇ ବସୁଥାଏ। ସେମିତି
ସେମିତି ଗୋଟେ କ'ଣ ମ? ଅତି ସିଫିଲାଗିରି ଦେଖଉଛି। ବସ୍ ଭଲ କରି ଶାସନ କଣ୍ଠରେ କହିଲା ଲତା। ତମର କେମିତି ଆଜି ବାରିଆଡ଼େ ବସିବାକୁ ମନ ହୋଇଗଲା କି? ଖାଇକି ଚାହିଁ, ଆରେ ଏଇଟା ବୁଝା ହେଲାଣି କୋଉଦିନ? ମୁଁ ତ ଦେଖିନଥିଲି। ଚୌଧୁରୀଙ୍କ ଘର ବାଟେ ଆସିବି ବୋଲି ହଉଥିଲି ଯେ ଏ ଖାଇଟା ହାବୁଡ଼ି ଥାଆନ୍ତି ତ। ଆଶା, ଆଜି ତ ବୁଝା ହେଇଛି। ହଁ, ତୋର କେମିତି ମନେ ପଡ଼ିଗଲା ମ? ଲତା, କାହିଁକି? କୋଉଦିନ ପାଶୋରି ପକାଇଥିଲି କି? ଦୁଃଖ କଥା ତ ଜାଣିଛ। ମନେ କଲେ ବି ସବୁଦିନେ ଆସି ହଉଛି କୋଉଠି? ଆଶା, ଆଜି ଫେର କେମିତି? ଲତା, ଗୋଟେ କାମରେ ଆସିଛି। ଆଶା, ମୋ ପାଖେ ନା ବାପାଙ୍କ ପାଖେ? ଲତା, ତମ ପାଖେ। କ'ଣ କି? ବାପା ସେଠ ଘର ଝୋଟକଳରୁ ବାହୁଡ଼ି ବାଧକାରେ ପଡ଼ିଛି। ଚିନି ଟିକିଏ ନାହିଁ, ବାର୍ଲି ଟିକିଏ ନାହିଁ ଯେ ଆଉଟି କରି ଟୋପେ ରୋଗୀ ମୁହଁରେ ଦବାକୁ। ସାନବାବୁ ସେତକ କୋଉଠୁ ଆଣି ଦେଇଛନ୍ତି? ନାଇଁ। ଲତା କହିଲା ଯେ ତମ ପାଖେ। କ'ଣ କି? ବାପା ସେଠ ଘର ଝୋଟକଳରୁ ବାହୁଡ଼ି ବାଧକାରେ ପଡ଼ିଛି। ଚିନି ଟିକିଏ ନାହିଁ, ବାର୍ଲି ଟିକିଏ ନାହିଁ ଯେ ଆଉଟି କରି ଟୋପେ ରୋଗୀ ମୁହଁରେ ଦବାକୁ। ସାନବାବୁ ସେତକ କେଉଁଠୁ ଆଣି ଦେଇଛନ୍ତି? ଆଶା, ସାନବାବୁ ଫେର କିଏ ମ? ହସି ଲତାକୁ କଣେଇ ଚାହିଁଲା। ଲତା ହାତ ଠାରି କଞ୍ଚାବାଡ଼ି ପାଖକୁ ଦେଖାଇ ତାଙ୍କରି ଘର। ଆଶା ହସି, ଲାଜ ମାଡ଼ୁଛି କିରେ ନାଁ ଧରିବାକୁ? ବିଜୟ ବାବୁଟି? ଲତା, ଲାଜ କାହିଁକି ମାଡ଼ିବ? ଆଶା, ହଉ, ମୋଠି କି କାମ କହିଲୁ? ଲତା, କ୍ଷୀର ଟୋପାଏ। ଆଶା, ଆହା, ଆମର ତ ଏ ଓଳି ଦୁହାଁ ହୁଏ ନାହିଁ। ରହ, ମୁଁ ମଗେଇ ଦଉଛି। ବସ୍। ଗୋବିନ୍ଦା ଆସିଲା। ଆରେ ଗୋବିନ୍ଦା, ଆମ ବେହେରା ଘରକୁ ଯା। କହିବୁ ଏଇଥିରେ ଗିନେ କ୍ଷୀର ଦେଇଥିବ। ଉପର ଓଳି ଆମର ଦୁହା ହେଲେ ନେଇଯିବ। ଗୋବିନ୍ଦା ଗିନା ନେଇ ଚାଲିଗଲା। ଆଶା, କେଉଁଠି ତମେ ସବୁ ଅଛ ଏଇନେ କହିଲୁ ଆଗ? ଲତା, କେଉଁଠି କ'ଣ? ଡିହ ଖଣ୍ଡକ ତ। ଆଶା, ସେ କଥା ଉଖାର ନା ଆଉ। ଚୌଧୁରୀ ଘର ତ ଛାଡ଼ିଲ, ଏଇନେ କୋଉଠି ଆଉ? ଲତା, ଗଛ ମୂଳେ। କହୁନୁ ସତ କଥା। ଲତା, ସତ କଥା କହୁଛି। ସଖୀ ତୋଟାର ଗୋଟେ ଗଛ ମୂଳେ ପାଲା ଖଣ୍ଡେ ମାରି କାନ୍ଦି ପକାଇଲା ପରି ହେଲା। ଆଶା ଦୀର୍ଘ ନିଶ୍ୱାସ ମାରି, ସତେ କିଲୋ? ଲତା, ହଁ, ସେଥିରେ କ'ଣ ଅଛି? ଯେତେବେଳେ ଯାହା। ଆଶା, ତୋର ତ ସବୁଦିନେ ସେଇ କଥା। ବିଜୟବାବୁ ଶିଖେଇଛନ୍ତି ଏସବୁ ନା? ଲତା ମୁଣ୍ଡ ପୋତିଲା। ଆଶା, ଏଇନେ ସବୁ କ'ଣ କାମ ହେଉଛି ତୁମର? ଶୁଣିଲି ବିଜୟବାବୁ ଚଳଉଛନ୍ତି ହରିଜନ ଆନ୍ଦୋଳନ। ଲତା, କାଲି ପ୍ରଭାତ ଫେରି ହେଇ ଗୋଟେ ସଭା ବସିଥିଲା। ଏଇ ଗୁରୁବାର ଦିନ ଜଗନ୍ନାଥ ଦେଉଳ ଭିତରକୁ ଯିବେ ସଭିଏଁ। ଆଶା, ଭଲ କଥା। ପତିତ ପାବନ ପାଖେ ଛୁଆଁ ଅଛୁଆଁ ବିଚାର କ'ଣ? କେହି ତ ତାଙ୍କୁ ବ୍ରାହ୍ମଣ ପାବନ, କରଣ ପାବନ କି ସାଧୁ ପାବନ ବୋଲି କହନ୍ତି ନାହିଁ। କାହିଁକି ନ ଯିବ ତୁମେ? ଲୋକେ ତମକୁ ଛାଡ଼ି ଘଡ଼ିଏ ଚଳିପାରିବେ ନାହିଁ। ଏଣେ ପୁଣି ତମକୁ ଦେଖିଲେ ନାକ ଟେକିବେ। ଏଣେ ପୁଣି
ତୁମକୁ ଦେଖିଲେ ନାକ ଟେକିବେ। ଲତା ସାନ ବାବୁ ଖୁବ୍ ଲାଗିଛନ୍ତି। କେତେ ଲୋକଙ୍କଠୁ ଯେ ଗାଳି। ଆଶା ସେ ଗାଳିଟା କଲ୍ୟାଣ। ବିଜୟ ବାବୁ ଏଥିରେ ଭାଙ୍ଗି ପଡ଼ିବା ଲୋକ ନୁହଁ। ତୋତେ ଏବେ ଗୀତ ଶିଖାଉଛନ୍ତି ନା ସେ? ଲତା କେତେବେଳେ ଆଉ ଶିଖିବି ସେଇମିତି। ଆଶା ଗାଇଲୁ ଗୋଟିଏ। କେତେ ଦିନୁ ତୋ ଗୀତ ଶୁଣି ନାହିଁ। ଗା। ଲତା ମନ ଫୁଲଣା ସିନା ଗୀତ ଗାଏ। ଆଶା ଗା ମୋ ରାଣଟି ଗା। ଲତା ଗୀତ। ଦ୍ୱାର ଖୋଲ ପ୍ରିୟ। ପତିତା ମୁଁ ମନ୍ଦିର ଦ୍ୱାରେ ଉପଗତ ତୁମରି ସେବାରେ। ଶିରେ ଦେବି ପୋଛି ତବ ଚରଣ ଧୂଳି। ରୁଦ୍ଧ ଦୁଆର ମେଲି ଦିଅ। ତୁମେ ଥରେ ମୋର ବୋଲି କହ ପ୍ରିୟ। ଏଇ ବାଞ୍ଛିତ ପୂଜା ଫୁଲ ନିଅ। ଗୋବିନ୍ଦ ଆସିଲା କ୍ଷୀର ନେଇ। ଆଶା ଆଇଲୁ? ଗୋବିନ୍ଦ ହଁ ରଖିଦେଇ ଚାଲିଗଲା। ଲତା ମୁଁ ତେବେ ଯାଉଛି ଅପା ଆଜି। କ୍ଷୀର ନେଇ ଉଠିଲା। ଆଶା ଉଠି କେଉଁଦିନ ଫେର ଆସିବୁ? ଲତା ଆସିବି ଯେ ତର ଦେଖି। ଆଶା ଏଇଠି ପାଖରେ ଥିଲୁ ଯେ ଟିକିଏ ହେଲେ ଦେଖା ଚାହାଁ ହେଉଥିଲେ। ଲତା ଗୋଟେ କଥା ପଚାରିବି ବୋଲି ହଉଥିଲି ଅପା। ଆଉ ଦିନେ ଆସେଁ। ଆଶା କି ଆଜି କହୁନୁ? ଲତା କ'ଣ କି କୁଣ୍ଠିତା ହୋଇ ଗୋଟେ କଥା ଶୁଣିଲି ଯେ ମୁଁ ତ ସତ ଗଲି ନାହିଁ। ମଣିଷ କ'ଣ କଂସା ପିତ୍ତଳ ପରି ବଦଳା ବଦଳି ହୋଇଯାଆନ୍ତି ଅପା? ଆଶା କ'ଣ କହୁଛୁ ମ ଏମିତି? ଲତା ଫଟେଇ ହଉଛ। ଶୁଣିବ ତେବେ ତମରି କଥା, ନିରଞ୍ଜନ ବାବୁଙ୍କ କଥା। ଶୁଣିଲି ସବୁ କୁଆଡ଼େ ଭାଙ୍ଗିଗଲା ପରା ଅପା। ମନ କ'ଣ ବଦଳେ? ଆଶା ଓ ବୁଝିଲି। ଖୋଲିକରି କହୁନୁ। ମୁଁ କହୁଛି ତେବେ ଶୁଣୁ। ମଣିଷ ପୂଜା କରେ ଠାକୁରର ପ୍ରତିମାକୁ। ପ୍ରତିମା ଭାଙ୍ଗିଗଲେ, ମୂର୍ତ୍ତି ନଷ୍ଟ ହେଲେ ଦେବତା ଭାଙ୍ଗିଯାଏ ନାହିଁ। ମୂର୍ତ୍ତି ଦେବତାର କଳ୍ପନା ସିନା, ଦେବତା ତ ନୁହେଁ। ଲତା ହଁ ସେଇଆ ତ ମୂର୍ତ୍ତିଟା ତ ଠାକୁର ନୁହେଁ, ଠାକୁରର ଗୋଟାଏ ଛଳନା। ଆଶା ହଁ ଛାୟା ନୋଇଲେ ବିକାର। ଠାକୁର ବସେ ମନରେ। ମୂର୍ତ୍ତିରେ ଆସନ ସିଂହାସନ। କାଠ ପଥର ହଉ ନଇଲେ ସୁନା ରୂପା ହଉ ନିର୍ଜୀବ ସେ। ଲତା ହଁ ସେଇଆ ତ। ମୂର୍ତ୍ତିଟା ତ ଠାକୁର ନୁହେଁ, ଠାକୁରର ଗୋଟାଏ ଛଳନା। ଆଶା ହଁ ଛାୟା ନୋଇଲେ ବିକାର। ଠାକୁର ବସେ ମନରେ। ମୂର୍ତ୍ତିର ଆସନ ସିଂହାସନ। କାଠ ପଥର ହଉ ନଇଲେ ସୁନା ରୂପା ହଉ ନିର୍ଜୀବ ସେ। ଲତା ହସି ହଁ ସେଇ ପଦକ ଶୁଣିବାକୁ ଥିଲା। ଯାଉଛି ପଥି ଦେବି। ଆଶା ଲତାର ହାତ ଧରି ଆସିବୁଟି? ଲତା ନିଶ୍ଚୟ ଆସିବି। ଆଶା ଲତା ଯିବାର ବାଟକୁ କିଛି ବେଳ ଚାହିଁ ରହି ଫେରିଆସି ପୁଣି ସେଇ କଞ୍ଚା ଖଇକୁ ଚାହିଁ ଲୁହ ପୋଛି ସପ ଉଠାଇଲା ବେଳେ କଞ୍ଚା ଖାଇ ଉପାଡ଼ିବାର ଶବ୍ଦ ହେଲା। ବିଜୟ ଖାଇ ଉପାଡ଼ୁ ଆରେ ଏ ବାଟଟା ବନ୍ଦ କଲା କିଏ? ଆଶା କ'ଣ ଦରକାର? କୁଆଡ଼େ ଆସୁଛ? ବିଜୟ ଚୋର ଧରିବାକୁ। ଆଶା ତେହିଁକି ଏ ଦିନ ବେଳେ? କବି ଜାତିଟା କ'ଣ ଏଡ଼ିକି ବାଉଳା? ବିଜୟ ଦିନ ବେଳେ କ'ଣ ଚୋରି ଯାଏ ନା? ଲୁଚେଇ କରି ଯାହା ନବ
ସେଇ ତ ଚୋରି ତଳେ ଲେଖା। ହସିଲେ। ଆଶା, କିଏ କ'ଣ ନେଲା? ବିଜୟ, ବାଡ଼ି ଉପାଡ଼ି ଆସି କାନିରେ କ'ଣ ଲୁଚାଇ ରଖିଲ ଦେଖେ। ଆଶା, ମୁଁ କେତେବେଳେ? କାନି ଅଣ୍ଡାଳିଲେ। ବିଜୟ, ଏଇନେ ଏ କଞ୍ଚା ଖାଇ ସବୁ ଦେଖିଛି, ପଚାର। ଆଶା, ବିଜୟ ବାବୁ ମୁହଁ ଝାଉଁଳିଗଲା। ବିଜୟ ଦୁଃଖରେ ହସିଲେ। ଆଶା, ହସିଲ କାହିଁକି? ବିଜୟ, ଛାର ପଣତ କାନିରେ ତୁମେ ବସିଛ ଆଖିର ଲୁହକୁ ଶାସନ କରିବ। ହସିବା କଥା ନୁହେଁ। ଛାର ପଣତ କାନିରେ ତୁମେ ବସିଛ ଆଖିର ଲୁହକୁ ଶାସନ କରିବ। ହସିବା କଥା ନୁହେଁ। ଆଶା, ହଁ। ଆଳାପ ହସିଲା ବଡ଼ ଦୁଃଖରେ କିନ୍ତୁ। ବିଜୟ ଟିକିଏ ଆଗକୁ ବଢ଼ି ଆସି, ହଁ, ଦୁଃଖରେ ବି ମଣିଷ ଗୋଟାଏ ରକମର ହସେ ଆଶା ଅପା। ହଁ, ଦୁଃଖରେ ବି ମଣିଷ ଗୋଟାଏ ରକମର ହସେ ଆଶା ଅପା। ନାରୀ ମୁହଁରେ ଏଭଳି ହସ ଦେଖିଲେ ମନେ ହୁଏ ମୋର ଶାଖାରୁ ଫୁଲଟିଏ ଛିଣ୍ଡି ଦେବତାର ଚରଣ ତଳେ ପଡ଼ି ହସୁଛି। ଆଶା, ଏ କବିତା ଘରେ ବସି ଲେଖିବ। ଯାଅ ଏଠିକି ଆସି। ବିଜୟ, ହଁ, ଏଠିକି ଆସି ତୁମ ପରି ଚୋରି କରିବି ନାହିଁ କି କଞ୍ଚା ଖାଇକି ମନ କଥା କହିବି ନାହିଁ। ନୀରବରେ ମୋ ମନ କଥା ରୂପରେଖ ଧରି ଫୁଟେ ସହସ୍ର ଜୀବନ୍ତ ଆଖିରେ। ଆଶା, ତୁମେ ଚାଲିଯାଅ, ଆଖି ଘୋଡ଼ାଇ କହିଲେ। ବିଜୟ, ଯିବାର ହେଲେ ଆସନ୍ତି କାହିଁକି? ଅଲେଖ ଆସି ବିଜୟକୁ ଦେଖି ରାଗରେ, ଏ ଠେଇଁ ଫେର କେମିତି? ଏ ବାଡ଼ ଉପାଡ଼ିଲା କିଏ? ବିଜୟ ହସି, ମୁଁ। ଅଲେଖ, ମୁଁ କାହିଁକି? ବିଜୟ, ଆଗରୁ ତ ନଥିଲା। ଅଲେଖ, ନଥିଲା ଯେତେବେଳେ ନଥିଲା। ମୋ ବାଡ଼ିରେ ମୁଁ ବାଡ଼ ଦେଇଛି, ତାକୁ ତୁ ଉପାଡ଼ିଲୁ କେମିତି? ବିଜୟ, ଏଇତକ ବଳ କ'ଣ ମୋ ଦେହରେ ନାହିଁ? ଦେଖିବ, ଆଉ ଗୋଟିଏ ଉପାଡ଼ି ଦେବି। ଅଲେଖ, ଖବରଦାର, ବାହାରି ଯା କହୁଛି। ବିଜୟ ହସି, ମୁଁ କ'ଣ ସବୁବେଳେ ରହିପାରିବି? କାମ ଥିଲା, ଆସିଥିଲି, ସରିଲେ ବାହାରି ଯିବି। ଅଲେଖ, କାମ? କି କାମ? ବିଜୟ, ନା, ତମ ପାଖେ ନୁହେଁ, ଧରିବିଟି। ବାର୍ଲି ପୁଡ଼ାଟା ଆଶାକୁ ଧରାଇ, ଭାଇଙ୍କି ଜ୍ୱର, ଭଲ କରି ବାର୍ଲିଟା ରାନ୍ଧି ଦିଅ। ଅଲେଖ, କ'ଣ ହେଲା? ଭାଇକି ଜ୍ୱର ହେଇଛି, ବାର୍ଲି ରାନ୍ଧିଦେବ ଆଶା? ବିଜୟ, ଆଉ କିଏ? ମୋତେ ତ ସେ ସବୁ ଆସେ ନାହିଁ। ଆଉ ଥରେ ମୋତେ ଜ୍ୱର ହୋଇଥିଲା, ସେଇ ଆଶା ଅପା ତ ରାନ୍ଧି ଦେଇଥିଲା ବାର୍ଲି। ନ ହେଲା, ମୁଁ ଏବେ 2 ଖଣ୍ଡ କାଠ ଆଣି ଦେଉଛି। ବେଶୀ ଆଉ ଖର୍ଚ୍ଚ କ'ଣ? ଅଲେଖ, ଖୁବ୍ ସାହସ ତ। ଆଶା ବାର୍ଲି ରାନ୍ଧିଦେବ? ବାହାରି ଯା ଆଗେ ମୋ ବାଡ଼ିରୁ। ବିଜୟ, କାହିଁକି ମିଛରେ ଭଡ଼ ହଉଛ କହିଲ? ଜାଣିନା ଯୋଉ କଥା। ଅଲେଖ, ଆରେ ମୁଁ ଜାଣିନାହିଁ। କଥା ଶିଖଉଛୁ ତୁ ମୋତେ? କାଲିର ଛୁଆ, ଗାଲ ଟିପି ଦେଲେ ଦୁଧ ବାହାରି ପଡ଼ିବ। କଥା ମୁଁ ଜାଣିନାହିଁ? ଯା ବାହାର। ହାତ ଧରି ଝିଙ୍କି ଦେଲେ। ବିଜୟ ହସି, ମୁଁ ମନେ କରିଥିଲି ନୂଆ ଗୋଟାଏ କିଛି ଦେଖିବି। ଏ ଶାସନ ସଙ୍ଗେ ପିଲାଦିନୁ ତ ମୋର ପରିଚୟ ଅଛି ଦାଦା। ଅଲେଖ ହାତରୁ ଡାଳଟା ଛଡ଼ାଇ ନେଇ ବିଜୟ, ବାପାଙ୍କର ତମର ଅମେଳ, ସେଥିରେ ମୋର କ'ଣ ଅଛି? ମୁଁ ବାପା ନୁହେଁ କି ବାପା ମୁଁ ନୁହଁ। କାହିଁକି ମିଛରେ ବକ୍ ବକ୍ ହଉଛ?
ଯାଅ, ତୁମେ ଘରକୁ ଯାଅ, ମୋର ବାର୍ଲି ଟିକିଏ ଦରକାର। ବାଡ଼ ପାଖକୁ ଗଲା ଘିନି କରି ଚାଲିଯିବି। ଅଲେଖ, ଆରେ ଏଇଟା ତ ବଡ଼ ବେହିଆ ପିଲା। ଆଶା, ତୁ ଏଠି କ'ଣ କରୁଛୁ? ଆଶା, ଆଧାର ବୁଣୁଥିଲି ପାରା ପାଇଁ। ଅଲେଖ, ଘରକୁ ଆ, ଏ ପାଖକୁ ଆଉ ଦିନେ ଆସିବୁ ନାହିଁ। ବିଜୟ ପ୍ରତି କହିଲା, ବାପାଙ୍କର ତମର ଅମେଳ, ମୋର କ'ଣ ଅଛି। କହି କହି ବାଡ଼ି ନିକଟକୁ ଯାଇ ଡାଳଟା ପୋତିବା ଆରମ୍ଭ କଲେ। ଫେର ମୋ ବାଡ଼ିରେ ଦିନେ ତୋ ଗୋଡ଼ ପଡ଼ିଛି କି? ବିଜୟ ହସି ହସି ଅଲେଖ ନିକଟକୁ ଯାଇ ହାତରୁ ଡାଳଟା ଛଡ଼ାଇ ଆଣି, ଥାଉ, ତମେ କାହିଁକି କଷ୍ଟ କରିବ ଦାଦା, ଗଲାବେଳେ ମୁଁ ପୁଣି ପୋତି ଦେଇ ଯିବି ନାହିଁ। ଅଲେଖ ରାଗରେ ଘରକୁ ଚାଲି ଯାଉ ଯାଉ କହିଲେ, ହଁ ପୋତ୍, ମୋ ବାଡ଼ି ଯେମିତି ଥିଲା ସେମିତି ଥିବ। ଆଶା, ଘରକୁ ଆ। ଚାଲିଗଲେ। ଆଶା ତାଙ୍କ ପଛରେ ଯାଉଥାଏ। ବିଜୟ, ହଁ ଦାଦା, ଟିକିଏ ଜଲ୍ଦି ଯେମିତି ହୁଏ। ରୋଗୀ କଥା ପରା, ମୁଁ ଏଇ ପାଖେ ରହିଲି। ହସିଲେ।